समाचार तृतीय अध्याय आज आम पहुंची। प्रभु आपण मान आशीर्वाद करंतु कारण आमाने एक सत्य वाक्य सत्य पुस्तक सत्य ईश्वर ताको आम अध्ययन करुचे। आ पृथ्वी अनेक खबर अच्छी जो सत्य नहीं, अनेक धर्म अच्छी जो सत्य नहीं, अनेक शास्त्र अच्छी जो सत्य नहीं। तेणु ईश्वर वाक्य को सत्य वाक्य बोली कहा जाए। आ सत्य वाक्य को आपण केमिति बुझीबे ता बड़ आवश्यक। मस्त खोलंतु द्वितीय तिमोथी तार 2 पर्व 15 पद। द्वितीय तिमोथी 2 पर्व 15 पद। ସତ୍ୟବାକ୍ୟ ଯଥାର୍ଥ ରୂପେ ବ୍ୟବହାର କରି ଯେଉଁ କାର୍ଯ୍ୟକାରୀର ଲଜ୍ଜାବୋଧ କରିବା ଆବଶ୍ୟକ ନୁହେଁ, ତାହାର ପରି ଈଶ୍ୱରଙ୍କ ନିକଟରେ ଆପଣାକୁ ପରୀକ୍ଷା ସିଦ୍ଧ ଦେଖେଇବାକୁ ଯତ୍ନ କର। ଏଠି କଣ ଲେଖା ଯାଉଛି? ସତ୍ୟ ବାକ୍ୟ। କି ବାକ୍ୟ? ଇଂରାଜୀରେ ଲେଖା ଯାଉଛି ୱାର୍ଡ ଅଫ ଟ୍ରୁଥ ବୋଲି। ସତ୍ୟ ବାକ୍ୟ ଯଥାର୍ଥ ରୂପେ ବ୍ୟବହାର କର। କେମିତି ବ୍ୟବହାର କରିବେ? ସତ୍ୟ ବାକ୍ୟ ଯଥାର୍ଥ ରୂପେ ବ୍ୟବହାର କରି ଯେଉଁ କାର୍ଯ୍ୟକାରୀ ଯେ ସେ ବାକ୍ୟକୁ ବ୍ୟବହାର କରୁଛି, ଯେଉଁ କାର୍ଯ୍ୟକାରୀ ଲଜ୍ଜାବୋଧ କରିବାର ଆବଶ୍ୟକ ନାହିଁ, ତାହାରି ପରି ଈଶ୍ୱରଙ୍କ ନିକଟରେ ଆପଣାକୁ ପରୀକ୍ଷା। କାହା ନିକଟରେ? ଈଶ୍ୱରଙ୍କ ନିକଟରେ ଆପଣାକୁ ପରୀକ୍ଷା ସହିତ ଦେଖାଇବାକୁ ଯତ୍ନ କର। ତ ଈଶ୍ୱରଙ୍କ ବାକ୍ୟ ସତ୍ୟ ବାକ୍ୟ। आज आम जो प्रसंग अध्ययन करवा से प्रसंगर शीर्षक हूँ बाइबल किपरि पढ़िबे। बाइबल किपरि पढ़िबे। आमे समस्ते बहुत दिन ख्रिस्टियन, किए 50 वर्षर किए 60 वर्षर। आम घर तो अनेक वयस्क लोक अच्छा, आम 2-3 पीढ़ी ख्रिस्टियन, किंतु आज ए सत्य समाचार रे बाइबल किपरि पढ़िबे, हाउ टू रीड बाइबल। मु 7टी विषय कहवा चाहे। आपण एई वर्ष बाइबल केमती पढ़िबे। बाइबल तो पढ़िबा पढ़िबो ही पढ़िबो। यदि बाइबल आपण पढ़िबा धीरे धीरे बंद कर देबे, आपण कौन हेबे? आत्मिक भाव में धीरे धीरे आपण कौन हेबे? दुर्बल ही जिवे। आपण रुग्ण ही जिवे, रोगाक्रांत ही जिवे। तापर अनेक आत्मिक रोग गुड़ाक धरिबा। जदि आपण शारीरिक भाव में दुर्बल हेले अनेक शारीरिक बेमार धरुची, ठीक से परि आपण आत्मिक भाव में कौन हेबे? धीरे धीरे दुर्बल ही। आईब कौन बोली कहउछंती? आईब तार 23 पर्व 12 पद। आईब 23 तार 12 पद। ମୁଁ ତାହାଙ୍କ ଓଷ୍ଠାଧର ନିର୍ଗତ ଆଜ୍ଞାରୁ ବିମୁଖ ହୋଇନାହିଁ। ମୁଁ ଆପଣା ଆବଶ୍ୟକ ଆହାର ଅପେକ୍ଷା ଅଧିକ ତାହାଙ୍କ ମୁଖର ବାକ୍ୟ ସଞ୍ଚୟ କରିଅଛି। आपण मध्य एई वर्ष एटा करिबा दरकार। आवश्यक आहार अपेक्षा अधिक, माने आपण जति खाउछंती ताठारु अधिक वाक्य खाइबा दरकार, वाक्य भजन करिबा दरकार। तेबे जाय आपण स्थिर ही पारिबे, बलिष्ठ ही पारिबे, नाना प्रकार संक्रमण रक्षा पाई। हमें विटामिन गुड़ा कहीं नहीं था ये विभिन्न प्रकार संक्रमण रक्षा पाइबे। आज समय अनेक लोक विभिन्न संक्रमण शिकार होती। तार मूल कारण कौन? तार मूल कारण हूँ से माने बाइबल को नियमित भाव में पढ़ी ना। तेणु आज आम ये प्रसंग आवश्यक थिला कि नहीं मु जानी नहीं। रात्रि मु बसी चिंता करुए ना बाइबल लवर्स ट्यूटोरियल रो भाई भौणी माने जो माने ऑनलाइन रे जड़ित होचंती, यूट्यूब रे आ जूम जगे जड़ित होचंती, से जानिबा दरकार जे बाइबल किपरि पढ़िबे। आ आमे समस्ते प्रति वर्ष निष्पत्ति नौ जे एई वर्ष बाइबल पढ़ी के सारी। हमर एटा गोटे थाए समस्त एमती करी करी 30 वर्ष 40 वर्ष हो गेलानी बाइबल विषय सारी नु। प्रथम देखिए समस्त आदि पुस्तक रे आरंभ करिवे,
ଆଦି ପୁସ୍ତକ ଆରମ୍ଭ କରିକି କୋଉଠି ତାର ଗାଡି ରହିଯିବ, ବାଟରେ କୋଉଠି ରହିଯିବ ସେ। ତ ଆପଣଙ୍କୁ ମୁଁ କହିବା ପାଇଁ ଯେ ବାଇବେଲ କିପରି ପଢିବେ। ପ୍ରଥମ ବିଷୟ ଲୁକ ତାର 4 ପର୍ବ 16 ପର୍ବ, ଲୁକ 4 ପର୍ବ ତାର 16 ପର୍ବ। ସେ ଯେଉଁ ନାଜରିତରେ ପ୍ରତିପାଳିତ ହୋଇଥିଲେ ସେହି ସ୍ଥାନକୁ ଇତିମଧ୍ୟରେ ଗଲେ ଓ ଆପଣା ରୀତି ଅନୁସାରେ ବିଶ୍ରାମ ବାରରେ ସମାଜ ଗୃହରେ ପ୍ରବେଶ କଲେ, ଆଉ ପାଠ କରିବା ନିମନ୍ତେ ଠିଆ ହେଲେ। ଲେଖାରେ ଅଛି ପ୍ରଭୁ ଯୀଶୁ ଖ୍ରୀଷ୍ଟ ରୀତି ଅନୁସାରେ, ଇଂଲିଶରେ ଲେଖା ଅଛି as was his custom, ମାନେ ତାଙ୍କର ନିୟମ ଅନୁସାରେ, ରୀତି ଅନୁସାରେ ନିୟମିତ ଭାବରେ ସେ ପଢୁଥିଲେ। ରୀତି ଅନୁସାରେ ମାନେ କଣ? ଏଟା ତାଙ୍କର ରୀତି ଥିଲା ପଢିବା। ତେଣୁ ପ୍ରଥମ ବିଷୟ ଆପଣ ନିୟମିତ ଭାବରେ ପଢିବେ। ବାଇବଲ କିପରି ପଢିବେ? ପ୍ରଥମ ବିଷୟ ହଉଛି ନିୟମିତ ଭାବରେ ପଢିବେ। ଅନେକଙ୍କର ନିୟମିତ ପଢିବାର ଅଭ୍ୟାସ ନାହିଁ। କେମିତି ପଢିବେ? ଆଜି ଟିକେ ସମୟ ହେଇଗଲା, ଆଜି 10ଟା ଅଧ୍ୟାୟ ପଢିଦେବେ, ଆଉ 3 ଦିନ ପର୍ଯ୍ୟନ୍ତ ସମୟ ହେଲା ନାହିଁ, ବାଇବେଲ ପଢିବେନି। ଆଉ କେବେ ବସିବେ ଯେ ପଢିବେ ପଢିବେ ପଢିବେ, ପୁରା କାମ ନାହିଁ ତ ପଢି ପଢିଥିବେ, ଆଉ କେତେ ଦିନ ପଢିବେନି। ଆମର ସମସ୍ତଙ୍କର ସେଇ ବେମାରଟା ଅଛି। ତ କଣ କରିବା? ନିୟମିତ ଭାବରେ ପଢିବେ। ପ୍ରଥମ କାମ କେମିତି ପଢିବେ? ନିୟମିତ ଭାବରେ, ମାନେ ରେଗୁଲାରଲି ଆପଣ ପଢିବେ। ପ୍ରଥମ ବିଷୟ, ଆପଣଙ୍କର କର୍ମ ବ୍ୟସ୍ତତା ଥାଉ ବା କାମ ନଥାଉ, ବଡ ବିଷୟ ନୁହେଁ, କିନ୍ତୁ ନିୟମିତ ଭାବରେ ଆପଣ, ଯେମିତି ଆପଣ ନିୟମିତ ଭାବରେ ଜଳଖିଆ ଖାଆନ୍ତି, ମଧ୍ୟାହ୍ନ ଭୋଜନ ଖାଆନ୍ତି, ଯଦି ମେଡିସିନ ଖାଉଛନ୍ତି ମେଡିସିନ ଖାଆନ୍ତି। ବାଇବେଲ କଣ କରିବେ? ନିୟମିତ ଭାବରେ। ପ୍ରଥମ ବିଷୟ ଏଇଟା ପ୍ରଥମ ବିଷୟ। ଆପଣ ମନେ ରଖିବେ ବାଇବେଲ କେମିତି ପଢିବେ? ନିୟମିତ ଭାବରେ ପଢିବେ। ତାପରେ ଯେକୌଣସି ବିଷୟ ଆପଣ କରିବେ, ଯଦି ସେଟା ଆନନ୍ଦ ମିଳୁନାହିଁ ଆପଣ କରିପାରିବେ କି? ତ ଦ୍ୱିତୀୟ ବିଷୟ, ଆନନ୍ଦ ସହକାରେ ପଢିବେ। ପଢିବା ସମୟରେ ଗୋଟେ ଆନନ୍ଦ ଆପଣଙ୍କୁ ମିଳିବାର ଅଛି। ଆନନ୍ଦ ମିଳୁଛି କି? ଅନେକଙ୍କୁ ଦେଖିବେ ମୁହଁକୁ ପେଚା ଭଳିଆ କରି ପଡୁଥିବେ, କିନ୍ତୁ ଛୁଆ ମାନଙ୍କୁ ଦେଖିବେ ସେମାନେ ଯଦି ମୋବାଇଲ ଦେଖିବେ କେତେ ଆନନ୍ଦରେ ପୁରା ମଗ୍ନ ହେଇଥାନ୍ତି, ହସି ଦଉଥାନ୍ତି, ବେଳେ ବେଳେ ଇମୋସନାଲ ହେଇଯାଉଥାନ୍ତି, ହସି ହସି କରୁଥାନ୍ତି, କଣ ହେଲା ବୋଲି ହସୁଥାନ୍ତି, ଖୁସିରେ ଥାନ୍ତି ସେମାନେ। ଆନନ୍ଦ ସହକାରେ ଆପଣ ଗୁପଚୁପ ଖାଇବା ସମୟ କେମିତି ହୁଏ? ମୁହଁର ପୁରା ଏକ୍ସପ୍ରେସନ ବଦଳିଯାଏ। ସେ ଯଦି ଖଟା ଥିବ, ରାଗ ଥିବ, ସ୍ୱାଦ ଥିବ, ତାର ପୁରା ଏକ୍ସପ୍ରେସନ ବଦଳିଯାଏ। ଆଗ ଆମେ ବି ପଢୁଥିଲୁ, ଯେତେବେଳେ କୌଣସି ନଭେଲ ପଢୁଥିଲୁ, କୌଣସି କବିତା ପଢୁଥିଲୁ, କୌଣସି କାହାଣୀ ପଢୁଥିଲୁ, କେମିତି ଲାଗୁଥିଲା? ପୁରା ମଜି ଯାଉଥିଲୁ ସେଠି। ତ ଦ୍ୱିତୀୟ ବିଷୟ କେମିତି ପଢିବେ? ଆନନ୍ଦ ସହକାରେ ଆପଣ ପଢିବେ। ଗୀତ 119 ତାର 47, 119 47। ପୁଣି ମୁଁ ତୁମ୍ଭର ଯେଉଁ ଆଜ୍ଞା ସମୂହ ସ୍ନେହ କରିଅଛି, ତହିଁରେ ଆପଣଙ୍କୁ ଆନନ୍ଦିତ କରିବି। କଣ କରିବି? ତହିଁରେ ଆନନ୍ଦିତ କରିବି। ପ୍ରିୟ ଭାଇ ଭଉଣୀ ମାନେ, এই ଏପିସୋଡଟା ଏଇଥିପାଇଁ ବନେଇଲି ଯେ ଏଇ ବର୍ଷ ଆପଣ ବାଇବେଲ ପଢିବା ସମୟରେ ନିୟମିତ ଭାବରେ ପଢିବେ ଆଉ ଆନନ୍ଦ ସହକାରେ ପଢିବେ। ଇଂଲିଶରେ ଲେଖା ଅଛି ଫର ଆଇ ଡିଲାଇଟ୍ ଇନ୍ ୟୁର କମାଣ୍ଡସ୍। ଡିଲାଇଟ୍, ତ କଣ ଲାଗିବା ଦରକାର? ଆପଣଙ୍କୁ ଆନନ୍ଦ ଲାଗିବା ଦରକାର। ସେ କଣ କହୁଛନ୍ତି? ପୁଣି ମୁଁ ତୁମର ଯୋଉ ଆଜ୍ଞା ସମୂହ ସ୍ନେହ କରିଅଛି, ତହିଁରେ ଆପଣଙ୍କୁ ଆନନ୍ଦିତ କରିବି। ୟା ପରେ ଆପଣ ଯେତେବେଳେ ବାଇବେଲ ପଢିବେ, ବାଇବେଲ ହଉଛି ସତ୍ୟ ସମାଚାର, ସତ୍ୟ ପୁସ୍ତକ, ସତ୍ୟ ଧର୍ମ ଗ୍ରନ୍ଥ। এই ଦିନ ମାନଙ୍କ ଅନେକ ଅବାନ୍ତର କଥା ଗୁଡାକ ଲୋକମାନେ କହୁଛନ୍ତି। ଆଉ ମୁଁ ଦେଖୁଛି
बाबा माने बेसी जीशु को विषय कौन भावुची और समय आसवा हमको प्रचार कर आवश्यक थी कि नहीं जना नहीं बाबा माने बेसी चिंता से तेणु कौन कहते जीशु तो डिसेम्बर 25 जन्म ही ना तुम्हें कहीं जन्मदिन पालन कर एटलिस्ट जीशु जन्म ही तुम्हें जहाँ मानुच से तो जन्म कहीं से तो कहानी जन्म ही गोटे काल्पनिक चरित्र से कहानी जन्म ना आम तो एटलिस्ट जन्म ही जन्म स्थान वास्तव सी वास्तव घटनावली सब वास्तव जीवनी वास्तव मृत्यु वास्तव पुनरुत्थान वास्तव पुनरुत्थान वास्तव गोटे वास्तव प्रभु को आम मानुचु आ से वास्तव प्रभुंकर सत्य धर्म ग्रंथ बाइबल काल्पनिक चरित्र गुड़ी को ठेंगा बाड़ी धरिकी बुझाई करी मारिकी तुम्हें जय जय करो बोली कहूछ जिते जीशु वास्तव तो एमानकर कथा कहीं ग्रंथ कहवाई किसी ना जदि से ग्रंथ सत्य था से कि ना कहवा तुम्हें बुझाई कि कह नहीं जीशु परित्राण दे पारे ना ये परित्राण दे जीशु रास्ता नुहति से रास्ता उठे जीशु स्वर्ग को नहीं पारे ना एम स्वर्ग को नहीं पारे जीशु मृत्यु जय कर मृत्यु को जय कर कहवाई कि ना तेणु से बाइबल आड़ बोल आपण मान कहवाई केमी पढ़े आनंद सहकार आपण या पूर्व केमती पढ़ुले आनंद ना आज कोटा कंप्लीट कर पढ़ुली सतटा ना जा हो आज पढ़ीदेवी मोर कम सरीगला पूरा टेंशन रे पढ़ आनंद किसी तो द्वितीय विषय कौन करेंगे आनंद सहकार आ 119 पढ़े गीत 119 तुम्भे मोर चक्षु प्रसन्न कर तहिरे मु तुम्भ व्यवस्थारु आश्चर्य विषय मान देखि पारिबी एटा होछि तांकर प्रार्थना ए गीत रचक प्रार्थना कौन तुम्हें मोर चक्षु प्रसन्न करो तहिरे मु तुम व्यवस्थार आश्चर्य विषय मान देखि पारि एटा तांकर प्रार्थना प्रभु मु बाइबल पढ़िबा समय मोर टिके चक्षु प्रसन्न कर जेपरि बाइबल लेखा जाइथिबा आश्चर्य विषय गुड़िक मुझे जानी पारि तुम व्यवस्थार आश्चर्य विषय गुड़िक देखी पारि बाइबल पढ़िबा समय बाइबल घटना पढ़ी गुड़िक आम आखि आगे खेली जाए जो आम शुणु बुणाणी कथा शुणु आम आखि आगे बुणवा कथा मन पड़ जाए दाऊद गलियात कथा देखू दाऊद गलियात आम आखि सामने देखा जाए जो निनिबी को जुनस गले देख माछ केमती बांती कर ये केमती जाइए ये केमती गछ मूल बसी से लता लता केमती सुखी जाइए आम केमती पढ़ा प्रार्थना सहकार तेणु अनेक लोग देखिए बाइबल पढ़ा पूर्व प्रथम प्रार्थना कर प्रभु आज मुझे जहाँ पढ़ाई जाऊँगी दयाक मत कौन कर बुझापी साहय तो आप कौन करेंगे प्रार्थना सहकार आपण पढ़े जब आप खाइबा पूर्व प्रार्थना कर बाइबल आत्मिक आहार अटे तेणु आप कौन करेंगे खाइबा सह कौन प्रभु ये जो खाद्यटा मुझे खाऊँ प्रभु ये मोर स्वास्थ्य कर मत बल दो मत संक्रमण रक्षा कर ठीक से बाइबल पढ़ा समय प्रार्थना करेंगे प्रभु मोर चक्षु को प्रसन्न कर जेपरि मुझे भल बुझी और चतुर्थ विषय बाइबल किपरि पढ़े गीत 19 तार 97 मु तुम्भर व्यवस्था को किपरि प्रिय मणे ताहा दिन जाक मोर ध्यान
କେମିତି ପଢିବେ? ଧ୍ୟାନ ସହିତ ପଢିବେ, ଦିନ ସାରା ଧ୍ୟାନ କରିବେ। ଅନେକ ଲୋକ କଣ କରିବେ, ବାଇବଲ ତ ପଢିଦେବେ କିନ୍ତୁ ପରେ ଭୁଲିଯିବେ ସେଇଟା। ଆପଣ କଣ କରିବେ, ଦିନ ସାରା ଧ୍ୟାନ କରିବେ, ଦିନ ସାରା ଧ୍ୟାନ କରିବେ। ଆପଣ ଗାଈକୁ ଦେଖିଛନ୍ତି, ଗାଈ ପ୍ରଥମେ ଖାଇଦିଏ, ତାପରେ କଣ କରେ, ସେ ପାକୁଳି କରେ, ସେ ପାକୁଳି କରେ, ଦିନ ସାରା ରାତିରେ ସେ ପାକୁଳି କରୁଥିବ। ଆପଣ ମଧ୍ୟ କଣ କରିବେ, ସମୟ ଅଭାବ ସକାଶେ ପଢି ଦିଅନ୍ତୁ କିନ୍ତୁ ଦିନ ସାରା ତାକୁ ଧ୍ୟାନ କରନ୍ତୁ। ଦେଖାଯାଉଛି ଦିବାରାତ୍ର ତାହାଙ୍କର ବ୍ୟବସ୍ଥା ଧ୍ୟାନ କରେ। କଣ କରେ, ଦିବାରାତ୍ର ଧ୍ୟାନ କରେ। ଆପଣ ସକାଳେ ଯୋଉ ବାଇବଲଟା ପଢିଛନ୍ତି, ଆପଣଙ୍କ ରାତିରେ ବି ମନେ ଥିବା ଦରକାର ଆପଣ କଣ ପଢିଛନ୍ତି। ଆପଣ କେମିତି ପଢିବେ? ସେ ଲେଖୁଛନ୍ତି, ଆଇ ମେଡିଟେଟ୍ ଅନ୍ ଇଟ୍ ଅଲ୍ ଡେ ଲଙ୍ଗ। ମୁଁ ଦିନ ସାରା ମୁଁ କଣ କରୁଥିଲି, ଧ୍ୟାନ କରୁଥିଲି। ତ ଧ୍ୟାନ ସହିତ ଆପଣ କଣ କରିବେ, ପଢିବେ। ଧ୍ୟାନ ଥିବାର ଅଛି। ଆମେ ଭୁଲି ଯାଉ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଏଇ ବର୍ଷ ପଢିବା ସମୟରେ ଦିନ ସାରା ଯୋଉ ଅଂଶଟା ପଢିଛନ୍ତି ତାକୁ ମନରେ ଆଣିଥିବେ। ତେବେ କଣ ହବ ଜାଣିଛନ୍ତି, ଆପଣଙ୍କର ଯେତେବେଳେ ଆବଶ୍ୟକ ହବ ଆପଣ ଖୋଲି ପାରିବେ, ଏଇଟା ଏଇଠି ଲେଖା ଅଛି। କାରଣ ସେ ପର୍ସନଟାକୁ ଆପଣ ଧ୍ୟାନ କରି ଗଲେ ତ ଆପଣ ପଦପର୍ବ ନ ଜାଣିଲେ ମଧ୍ୟ ବାଇବେଲ ଖୋଲି ପାରିବେ। ମୁଁ ମୋର ବାଇବେଲଟା ବେଳେବେଳେ ଅନେକ ପଦପର୍ବ ମୋର ମନେ ନଥାଏ, କିନ୍ତୁ କୋଉଠି ଲେଖା ହେଇଛି ମୁଁ ଜାଣିଛି। ସେ ପେଜଟା କାଢିଲେ ସେଠି ବାହାରିବ। ସେ ଅନେକ ସେ ଅଭ୍ୟାସ ଥିବ ଅଭ୍ୟାସ ଥିବ, ଆମେ ଜାଣିଛୁ ଏଟା କୋଉଠି ଅଛି, ଉପରେ ଅଛି ନା ତଳେ ଅଛି ନା ସାଇଡରେ ଅଛି ନା ଲେଫ୍ଟରେ ନା ରାଇଟରେ ନା ମିଡିଲରେ, ଆମେ ଜାଣିଛୁ ସେଇଟା। ମୋର ବେଳେବେଳେ ହୁଏ ସେଇଟା, ଭୁଲି ଯାଉନି କି ସାର୍, କିନ୍ତୁ ମୁଁ ଜାଣିଥାଏ କୋଉଠି ଲେଖା ହେଇଛି। ସେଇ ଅଂଶଟା କାଢିଲେ ସେଠି ବାହାରେ। ମୁଁ ଆପଣମାନଙ୍କୁ କହିବା ପାଇଁ ଯେ କେମିତି ପଢିବେ, ଧ୍ୟାନ ସହିତ ଆପଣ ପଢିବେ। ମାନେ ବାଇବଲ ବେସ୍ ଟ୍ୟୁଟୋରିଆଲରେ ଏତେ ବର୍ଷ ଷ୍ଟଡି କଲା ପରେ ଆଜି ଆମେ ଆରମ୍ଭ କରୁଛୁ କଣ, ବାଇବଲ କିପରି ପଢିବୁ। ଲୋକମାନେ କହିପାରନ୍ତି କଣ ଆଜ୍ଞା ସେଠି ଏଇଟା ଗୋଟେ ଶିଖାଉଛନ୍ତି, ସକାଳେ ଆପଣ ଖୋଲି ବସି ପଢିଛନ୍ତି। ଅନେକ ଲୋକ ଏବେ ପର୍ଯ୍ୟନ୍ତ ବାଇବଲ ଖୋଲି ପଢି ଜାଣିନାହାନ୍ତି। ଅନେକଙ୍କୁ ଦେବେ ମୋବାଇଲ ଦେବେ, ସାଙ୍ଗେ ସାଙ୍ଗେ ସବୁ ବାହାର କରିଦେବେ, ବାହାର କରିବେ ତାଙ୍କୁ ଯାହା ଦରକାର ଧଡଧାଡ କାଢିବେ। କିନ୍ତୁ ବାଇବଲ କାଢ କହିଲା ବେଳକୁ ପୁରା ଛନ୍ଦିରେ ଖୋଲି ପାରିବେନି। ଆଉ କେତେ ଜଣ ଖୋଲିଲା ବେଳେ ଖୋଲି ଚୁପେଇ ଦେଇଥିବେ। ଆପଣ ଚର୍ଚ୍ଚରେ ଦେଖିବେ କେତେବେଳେ ଖୋଲିବେ ହାଲିଆ ହେଇକି କୋଉଟା ଗୋଟେ ଖୋଲିକି ପକେଇଦେଇଥିବେ, ଚାଲ ଖୋଲିଛି ତ ଭଲ ଭାବରେ। ଆପଣଙ୍କୁ ବି ସେ ଅନୁଭୂତି କେବେ ଥିବ, ମୋର ବି ଅଛି। ବେଳେ ବେଳେ ପୁରାତନ ନିୟମର କୋଉ ପୁସ୍ତକ ଗୋଟେ କହିବେ କାଢିବା, ସେଇ ସମୟରେ କାଢିବାକୁ ବାହାରିବ ନାହିଁ, କୋଉଟା ଗୋଟେ ଖୋଲି ଚୁପେଇ ଦେଇଥାଏ। କାହିଁକି, ନିୟମିତ ଖୋଲିବାର ଅଭ୍ୟାସ ଆମର ନଥାଏ। ଆପଣଙ୍କୁ ବି ସେମିତି ଥିବ, ଥରେ ଦିଥର ହେଇଯାଇଥିବ ଆପଣଙ୍କର। କାରଣ ବେଳେ ବେଳେ କେତେବେଳେ ପ୍ରଚାର ଏତେ ପଦପର୍ବ ଗୁଡାକ କୁହନ୍ତି ଯେ ଗୋଟେ କାଢିବା ପୂର୍ବରୁ ଆଉ ଗୋଟେ କହିଦେଇଥାନ୍ତି। ଆମର ପୁଅ ଝିଅ ମାନେ ଯେତେବେଳେ ପଢନ୍ତି, ଅବିନାଶ ଭାଇ ପଢୁଛନ୍ତି, ଆମ ଭଉଣୀ ପଢୁଛନ୍ତି, ତାପରେ ସରନ୍ଦୀପ ପଢୁଥିଲା, ଅନ୍ୟମାନେ ଯେତେବେଳେ ପଢୁଥିଲେ ଲୋକ ଆଜ୍ଞା ଆପଣ ଆଗରୁ ଏମାନଙ୍କୁ ପଦପର୍ବ କହିଦେଇଛନ୍ତି ନା କେମିତି। ମୋର କହିବାର ଉଦ୍ଦେଶ୍ୟ କଣ ଯେ ଆପଣ ଯଦି ନିୟମିତ ଅଭ୍ୟାସ କରିବେ ଖୋଲିବା, ସେଥିପାଇଁ ମୁଁ ଆପଣ ମାନଙ୍କୁ କହୁଛି ଗୋଟେ ନୋଟବୁକ୍ ନେବେ, ଏପଟେ ଆପଣଙ୍କ ନୋଟବୁକ୍ ରହିଲା, ଏପଟେ ଆପଣଙ୍କୁ ବାଇବଲ ରହିବ। ଯେମିତି ଆପଣ କଣ କରିପାରିବେ, ଯେହେତୁ ମୁଁ ଲେଖୁନାହିଁ ଏବେ, ସେଥିପାଇଁ ମୁଁ କଣ କରୁଛି, ମୋର ଲେଫ୍ଟ ସାଇଡରେ ମୋର ଏ ସାଇଡରେ ମୋର ନୋଟବୁକ୍ ଟା ଅଛି, ଏପଟେ ମୋର ବାଇବଲଟା ଅଛି। ଯେମିତି ମୁଁ ନୋଟବୁକ୍ ଦେଖିପାରିବି, ବାଇବଲଟା ମଧ୍ୟ ଖୋଲି ପାରିବି। ଆପଣ କଣ କରିବେ, ଆପଣ ଟିକେ ଅଲଟା ରଖିବେ, ବାଇବଲଟାକୁ ଏପଟେ ରଖିବେ ଆଉ ନୋଟବୁକ୍ ଟାକୁ ଆପଣ ରାଇଟ ସାଇଡରେ ରଖିବେ, ଯୋଉଦ୍ୱାରା ଆପଣ ଲେଖି ବି ପାରିବେ, ଖୋଲି ବି ପାରିବେ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। କାରଣ ଆମମାନଙ୍କୁ ବର୍ଷ ସାରା ଏ ସତ୍ୟ ସମାଚାରରେ ଅନେକ ବିଷୟ ଅଧ୍ୟୟନ କରିବାର ଅଛି, ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଧ୍ୟୟନ କରିବାର ଅଛି, ଅନେକ ଡକ୍ଟ୍ରିନାଲ ମେଟର ଗୁଡାକ ଅଧ୍ୟୟନ କରିବାର ଅଛି, ଅନେକ ଭ୍ରାନ୍ତ ଶିକ୍ଷା ବିଷୟରେ ମଧ୍ୟ ଆମେ ଶିଖିବାର ଅଛି, ଯେପରି ଆମେ ସେଗୁଡାକ ଆମେ ଚିହ୍ନି ପାରିବା, ଅନ୍ୟମାନଙ୍କୁ ଉଦ୍ଧାର କରିପାରିବା।
ବାଇବଲ କେମିତି ପଢିବେ ଆପଣ? ଧ୍ୟାନ ସହିତ ପଢିବେ। ଗୀତ ସହିତ 119 48 ପଦଟି ପଢିବେ। 48 48। ଆହୁରି ମୁଁ ତୁମ୍ଭର ଯେଉଁ ଆଜ୍ଞାସମୂହ ସ୍ନେହ କରିଅଛି ତହି ନିକଟରେ କୃତାଞ୍ଜଳି ହେବି। ପୁଣି ମୁଁ ତୁମ୍ଭର ବିଧି ସବୁ ଧ୍ୟାନ କରିବି। ସେ କଣ କହୁଛନ୍ତି? ଆହୁରି ମୁଁ ତୁମର ଯେଉଁ ଆଜ୍ଞା ସମୂହ ସ୍ନେହ କରିଅଛି। କେମିତି ପଢିବେ? ସ୍ନେହ କରିକି, ମାନେ ଆଦରର ସହିତ ପଢିବେ। ମୁଁ ସ୍ନେହ କରିଅଛି ବୋଲି କହୁଛି। କେମିତି ପଢିବେ? ଆଦରର ସହିତ। ଇଂରାଜୀରେ ଲେଖା ଅଛି ୟୋର କମାଣ୍ଡସ୍ which I love। ପ୍ରେମ କରିକି, ବାକ୍ୟକୁ ପ୍ରେମ କରିକି, ଆଦର କରିକି, ସ୍ନେହ କରିକି ଆପଣ ପଢିବେ। ସ୍ନେହ କରିକି। ଆଜିକାଲି ଆଉ ପୁଅ ଝିଅ ମାନେ ପରସ୍ପରକୁ ଚିଠି ଲେଖୁନାହାନ୍ତି। ନହେଲେ ବାପା ବି ଲେଖୁଥିଲେ କି ଘରୁ କାହାର ଗୋଟେ ଆମର ପ୍ରିୟ ଲୋକ ଚିଠି ଆସୁଥିଲା, ଆମେ କେତେ ଧୀରେ ଧୀରେ ପଢୁଥିଲୁ, ଥରକୁ ଥର ପଢୁଥିଲୁ, ହସିକି ପଢୁଥିଲୁ, ଆନନ୍ଦରେ ପଢୁଥିଲୁ ନା ନାହିଁ? ମୋର ଗୋଟେ ସାଙ୍ଗଟା ଥାଏ, ଆମେ ସାଙ୍ଗରେ ସେବା କରୁଥିଲୁ। ସେ କଣ କରେ? ବାଇବଲଟା ରାତିରେ ବି ବସିକି ପଢେ। ରାତିରେ ପଢେ, ଦିନରେ ପଢେ, ସନ୍ଧ୍ୟାରେ ପଢେ, ଯେତେବେଳେ ପଢେ। କହିଲି ଏତେ ବାଇବଲ ପଢୁଛି, ମୋଠୁ ବି ଅଧିକ ପଢୁଛି, କେମିତି ପଢୁଛି? ତ ଦେଖିଲା ବେଳକୁ ବାଇବଲରେ ମେଞ୍ଚେ ଚିଠି ଅଛି ତାର। ମେଞ୍ଚେ ଚିଠି ଅଛି। ସେ ଚିଠିକୁ ସେ କଣ କରୁଛି? ମାର୍କେଟରେ ହେଲା, ମାର୍କେଟରେ ପୁରା ଚିହ୍ନ କରି ସେ ଯାହା ଗୁଡ ଭଲ ଲାଗିବ ତାକୁ ବସିକି ଦେଖୁଥିବ, ପଢୁଥିବ ଭଲ କରିକି। ପଢୁଥିଲେ ଆରେ ଆରେ ଏ ତ ବହୁତ ପଢୁଛି ତାହେଲେ। କହିବାର ଉଦ୍ଦେଶ୍ୟ କଣ? କେମିତି ପଢିବେ? ସ୍ନେହ ସହିତ, ଆଦର ସହିତ, ବିଥ୍ ଲଭ, ପ୍ରେମର ସହିତ ପଢିବେ। এইটা ଆପଣ ଅଭ୍ୟାସ କରିବାର ଅଛି। କୌଣସି ବିଷୟକୁ ପ୍ରେମ ନ କଲେ ଆପଣ ପଢିପାରିବେ କି ନା? ଦେଖନ୍ତୁ ଭଉଣୀ ମାନଙ୍କୁ ସିରିଏଲ ଟାଇମ ହେଇଗଲେ ଚର୍ଚ୍ଚରୁ ଉଠି ପଳାନ୍ତି ନା ନାହିଁ? ଆମର ଭଉଣୀ ମାନଙ୍କୁ ଦେଖିବେ, ଯଦି ସିରିଏଲ ଟାଇମ ହେଇଯିବ ଉଠିକି ଘରକୁ ପଳାନ୍ତି ସେମାନେ। ସେ ସନ୍ଧ୍ୟା ପ୍ରାର୍ଥନା ହଉ, ଯୋଉ ପ୍ରାର୍ଥନା ହଉ, ରିଭାଇଭାଲ ମିଟିଂ ହେଲେ ମଧ୍ୟ ଉଠିକି ସେମାନେ ପଳାନ୍ତି। ସେ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଏଟା ବୁଝିବା ପାଇଁ। ଆମେ କେମିତି ପଢିବା? ଯେ ଆଦରର ସହିତ ପଢିବା ଦରକାର। ପ୍ରଭୁ ଆପଣ ମାନଙ୍କୁ ଅନୁଗ୍ରହ କରନ୍ତୁ, ଯେପରି ଆପଣ କଣ କରିବେ? ଆଦରର ସହିତ ଆପଣ ପଢିପାରିବେ। ଆଉ କେମିତି ଆପଣ ପଢିବେ? ଏଫିସିୟ ତାର 3 ପର୍ବ 4 ପଦ। ଏଫିସିୟ 3 ପର୍ବ 4 ପଦ। ତାହା ପଢି ଖ୍ରୀଷ୍ଟଙ୍କ ନିଗୂଢ ତତ୍ତ୍ୱରେ ମୋର ଜ୍ଞାନର ପରିଚୟ ପାଇପାର। କଣ ଲେଖା ଅଛି ଏଠି? ଏତେ ସୁନ୍ଦର ଭାବରେ ସେ କହୁଛନ୍ତି, ଏଇଟା ପଢିକି ଯେପରି ମୁଁ କଣ କରିପାରେ? ତା ପଢି ଖ୍ରୀଷ୍ଟଙ୍କ ନିଗୂଢ ତତ୍ତ୍ୱରେ ମୋର ଜ୍ଞାନର ପରିଚୟ ପାଇପାରେ। ତା ମାନେ କଣ? କେମିତି ପଢିବେ? ଆପଣ ବୁଝିକି ପଢିବେ। କେମିତି ପଢିବେ? ବୁଝିକି ପଢିବେ। ପଢିବା ଦ୍ୱାରା କଣ? ୟୁ ୱିଲ୍ ବି ଏବଲ୍ ଟୁ ଅଣ୍ଡରଷ୍ଟାଣ୍ଡ। ଆପଣ ବୁଝିପାରିବେ। ଏଠି କଣ ଲେଖାଯାଉଛି? ତାହା ପଢି ଖ୍ରୀଷ୍ଟଙ୍କ ନିଗୂଢ ତତ୍ତ୍ୱରେ ମୋର ଜ୍ଞାନର ପରିଚୟ ପାଇପାର। ତ ଷଷ୍ଠ ବିଷୟ ଆପଣ କେମିତି ପଢିବେ? ବୁଝିକି ପଢିବେ। ପ୍ରଭୁ ଆପଣଙ୍କୁ ବୁଝିବା ପାଇଁ ସାହାଯ୍ୟ କରିବେ। ଅନୁଗ୍ରହ ପ୍ରଭୁ କରନ୍ତୁ। ଆଉ ଆପଣ ବାଇବଲ କିପରି ପଢିବେ? ନେହେମିୟା ତାର 8 ପର୍ବ 3 ପଦ। ନେହେମିୟା 8 ପର୍ବ ତାର 3 ପଦ। ତହୁଁ ସେ ଜଳଦ୍ୱାର ସମ୍ମୁଖସ୍ଥ ଛକରେ ପୁରୁଷ ଓ ସ୍ତ୍ରୀ ଆଦି ଯେତେ ଲୋକ ବୁଝିପାରନ୍ତି ସେ ସମସ୍ତଙ୍କ ସାକ୍ଷାତରେ ପ୍ରଭାତରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ସେହି ପୁସ୍ତକରୁ ପାଠ କଲା। ଆଉ ସମସ୍ତ ଲୋକଙ୍କର କର୍ଣ୍ଣ ସେହି ବ୍ୟବସ୍ଥା ପୁସ୍ତକ ପ୍ରତି ନିବିଷ୍ଟ ରହିଲା। କଣ ଲେଖାରେ ଅଛି?
ତେଣୁ ସେ ଜଳଦ୍ୱାର ସମ୍ମୁଖସ୍ଥ ଛକ ଜାଗାରେ ପୁରୁଷ ଓ ସ୍ତ୍ରୀ ଆଦି ଯେତେ ଲୋକ ବୁଝିପାରନ୍ତି ସେ ସମସ୍ତଙ୍କ ସାକ୍ଷାତରେ ପ୍ରଭାତରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ସେ ପୁସ୍ତକରୁ ପାଠ କଲେ। ପ୍ରଭାତରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ପାଠ କଲେ। ଆଉ ସମସ୍ତ ଲୋକଙ୍କର କର୍ମ ସେ ବ୍ୟବସ୍ଥା ପୁସ୍ତକ ପ୍ରତି ନିବିଷ୍ଟ ରହିଲା। ମାନେ କେମିତି ପଢିବେ? ଆକର୍ଷଣ ସହକାରେ ପଢିବେ। ମାନେ ଲୋକମାନେ କଣ ହେଲେ? ଆକର୍ଷିତ ହୋଇ ରହିବେ। କେତେ ସମୟ ପର୍ଯ୍ୟନ୍ତ? ପ୍ରଭାତରୁ ମଧ୍ୟାହ୍ନ ପର୍ଯ୍ୟନ୍ତ। ମାନେ ଲୋକମାନେ ଅତି ଆଗ୍ରହ ସହିତ ଶୁଣିବେ। କେମିତି ପଢିବେ? ଆକର୍ଷଣ ସହକାରେ। ଆପଣ ବେଳେ ବେଳେ ଦେଖିବେ, ଆପଣ ଗୋଟିଏ ଚାପ୍ଟର ପଢିବା ପାଇଁ ବସିବେ, 3ଟା ଚାପ୍ଟର ପଢି ଦେଇଥିବେ। ଆପଣଙ୍କୁ ହୋଟେଲରେ ଜଳଖିଆ କରିବାକୁ ଯିବେ, ଖାଲି ଇଡଲି ଖାଇବାକୁ ଯାଇଥିବେ, ତାପରେ ଜଣେ କହିବେ ଏଠିକାର ବରା ବଡି ବଢିଆ ଥିବ, ଗୋଟେ ଖାଇଦଉନ, ବରା ଖା। ତାପରେ କହିବ ଏଠିକାର ମସଲା ଦୋସାଟା ଭାରି ଭଲ, ଖାଇଦେ। ନାଇଁ ମୋ ପେଟ ହେଇଗଲା, ଗୋଟେ ନେଇଥା, ଘରେ ନେଇକି ଖାଇବୁ, ବଢିଆ ଥିବ। ତାପରେ ସେ କଣ ବୋଲି କହିବ? ଜଳଖିଆ ତ କଲୁ, ଟିକେ କଫି ପିଇଦେ। ଏଠିକାର କଫି ପୁରା ଖାଣ୍ଟି କ୍ଷୀରରେ ବନେଇବ ସେ। ଏତେ ସୁନ୍ଦର ଲାଗେ କଫି ପିଇଲେ, ପୁରା ବହୁତ ଆରାମ ଲାଗେ। ସେ କଣ କରିବ? ସେ ଆକର୍ଷଣୀୟ ହେଇକି ସେ ଖାଲି ଇଟଲି ଖାଇବା ଲୋକ ବଳକାଟା ଖାଇକି ଆସିବ। ଭଉଣୀ ମାନେ, ଆପଣ ମାନେ ଶାଢୀ ଦୋକାନକୁ ଯିବେ, ଗୋଟେ କିଣିବାକୁ ଯାଇଥିବେ, 4ଟା କିଣିକି ଆଣିଥିବେ। କେମିତି ହବ? ଆକର୍ଷଣ। ବେଳେ ବେଳେ ଆପଣ କୌଣସି ମିଟିଂରେ ଯାଇଥିବେ, 15 ମିନିଟ୍ ବସିକି ଆସିବେ ବୋଲିକି ପୁରା ମିଟିଂ ପୁରା ବସିଦେବେ। ଥରେ ମୁଁ ଗୋଟେ ମିଟିଂରେ ପ୍ରଚାର କରୁଥାଏ, ସେଠି ଜଣେ ମନ୍ତ୍ରୀ ଆସିଲେ, ତାଙ୍କର ଆଉ 3-4ଟା ଜାଗାରେ ପ୍ରୋଗ୍ରାମ ଥିଲେ। ସେଇ ଦିନ ଆସି ବସିଲେ, 2 ଘଣ୍ଟା ବସି ପଡିଲେ। ଫୋନ ବାରମ୍ବାର ଆସୁଥାଏ। ସେ କହିଲେ ନାଇଁ ସେ ପ୍ରୋଗ୍ରାମ ଗୁଡାକ ପରେ ଯିବି, ମୋର ବ୍ୟସ୍ତ ଅଛି, ମୁଁ ଏବେ ଆସିପାରିବିନି। ସେ ପୁରା 2 ଘଣ୍ଟା ବସିଲେ। ବାରମ୍ବାର ଫୋନ ଆସୁଥାଏ, ସେ ଫୋନ କାହାକୁ ଧର ଫୋନ। ମୋର କହିବାର ଉଦ୍ଦେଶ୍ୟ, ଆକର୍ଷଣ ସହକାରେ ଆମେ କଣ କରିବାର ଅଛି? ପଢିବାର ଅଛି। 7ଟି ବିଷୟ, এইটাକୁ ଯଦି ଆପଣ ଧ୍ୟାନ ଦେବେ, ବାଇବଲ କିପରି ପଢିବେ ଆପଣ ଜାଣିପାରିବେ। ପ୍ରଥମ ବିଷୟ, ନିୟମିତ ଭାବରେ ପଢିବେ। ଲୁକ ତାର 4 ପର୍ବ 16 ପଦ ଅନୁସାରେ ଆନନ୍ଦ ସହକାରେ ପଢିବେ। ଗୀତ ସଂହିତା 119:47। ତାପରେ ପ୍ରାର୍ଥନାର ସହିତ ଆପଣ ପଢିବେ। ଗୀତ 119:18। ତାପରେ ଧ୍ୟାନ ସହିତ ପଢିବେ। ଗୀତ ସଂହିତା 119 ତାର 97। ତାପରେ ଆଦରର ସହିତ, ସ୍ନେହର ସହିତ ପଢିବେ। ଗୀତ ସଂହିତା 119:48। ତାପରେ ବୁଝିକି ପଢିବେ। ଏଫିସିଓ ତାର 3 ପର୍ବ 4 ପଦ। ତାପରେ ଆକର୍ଷଣ ସହକାରେ କେମିତି ପଢିବେ? ଆକର୍ଷଣ ସହକାରେ ପଢିବେ। ନେହେମିଆ 8 ପର୍ବ 3 ପଦ। ପ୍ରଭୁ ଆପଣଙ୍କୁ ସାହାଯ୍ୟ କରନ୍ତୁ, ଏଇ ବର୍ଷ এই ସତ୍ୟ ସମାଚାରରେ ଆପଣ ସତ୍ୟ ବାକ୍ୟକୁ ଯେପରି ନିୟମିତ ପଢିବେ। ଆଉ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ବାଇବେଲ ଟ୍ୟୁଟୋରିଆଲ ଯେତେ ଭାଇ ଭଉଣୀ ଅନଲାଇନରେ ଅଛନ୍ତି, ସମସ୍ତଙ୍କୁ କହିବା ପାଇଁ ଚାହେଁ, ଯଦି ପଢୁ ପଢୁ କିଛି ବୁଝି ପାରୁନାହାନ୍ତି, ଗୋଟେ ପେନସିଲରେ ମାର୍କ କରିକି ରଖିଦେବେ, କ୍ୱେଶ୍ଚନ ମାର୍କ ଦେଇକି। ପ୍ରଭୁଙ୍କ ଦାସମାନଙ୍କର ବୁଝିବାକୁ ଚେଷ୍ଟା କରିବେ। ଜଣଙ୍କ ଠାରୁ ନାହିଁ, 2-3 ଜଣଙ୍କ ଠାରୁ ବୁଝିବାକୁ ଚେଷ୍ଟା କରିବେ, ଯେପରି ଆପଣ ଠିକରେ ତାହା ବୁଝିପାରିବେ। ମୁଁ ବି ସେୟା କରେ। ଯାହା ବୁଝିପାରେ ନାହିଁ ତାକୁ ମୁଁ ମାର୍କ କରିଥାଏ, ଗୋଟେ କ୍ୱେଶ୍ଚନ ମାର୍କ ବି ଦେଇଥାଏ ପେନସିଲରେ, ଯେପରି ପରବର୍ତ୍ତୀ ସମୟରେ ବୁଝିଲେ ତାକୁ ଲିଭେଇ ଦେଇପାରିବେ। ଆପଣ ବି ଚେଷ୍ଟା କରନ୍ତୁ, ପ୍ରଭୁ ନିଶ୍ଚୟ ବୁଝେଇଦେବେ। ସେଇଦିନ ସେଇ ବ୍ୟକ୍ତି ମଧ୍ୟ ପଢୁଥିଲେ, ବୁଝିପାରୁନଥିଲେ। ସେ ବ୍ୟକ୍ତି ଯେତେବେଳେ ଯାଉଛନ୍ତି ମରୁଭୂମିରେ, ବୁଝିପାରୁନାହାନ୍ତି, ପ୍ରଭୁ ଫିଲିପଙ୍କୁ ପଠେଇଲେ। ଫିଲିପ ତାକୁ ବୁଝେଇ ଦଉଛନ୍ତି। ଠିକ ଆପଣଙ୍କୁ ମଧ୍ୟ ବୁଝେଇବା ପାଇଁ ପ୍ରଭୁ ଜଣକୁ ପଠେଇବେ। ତେଣୁ ଆପଣ ବାଇବଲ ପଢିବାକୁ ଆରମ୍ଭ କରନ୍ତୁ। ଆଜି ନୂଆ ବର୍ଷର 4ର୍ଥ ଦିନ, ଆପଣ କେମିତି ପଢିବେ ଆପଣ ଧ୍ୟାନ ଦିଅନ୍ତୁ, ନିୟମିତ ଭାବରେ ପଢନ୍ତୁ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ, ଯେପରି ଆଗାମୀ ସମୟରେ ଆପଣ ବାଇବଲକୁ ଭଲରେ ବୁଝିପାରିବେ,
कहीं अनेक प्रकार भ्रमात्मक अनेक प्रकार त्रुटिपूर्ण शिक्षा गुड़िक आसूची जो आप रक्षा पाई प्रभु आपण मान प्रत्येक को बाहुल्य रूपे आशीर्वाद करंतु आत्मिक भाव में आपको समृद्ध करंतु प्रार्थना करिए अनुग्रहकारी पिता परमेश्वर मैं आपको धन्यवाद दूची प्रभु आज सत्य समाचार रे आपण मान को सहायता कले प्रभु बाइबल आमे किपरि पढ़िबा बाइबल रो लोक माने से किपरि पढुथिले ता आपण मान को बुझीबा में देथिबा धन्यवाद दिए अनेक तरह आमे भी पढ़िछु प्रभु किंतु नियमित भाव में पढ़िनो आमे भी पढ़ू आनंद सहकारे पढ़ुना प्रार्थना सहकारे आमे पढ़ुना प्रभु ध्यान सहित आमे पढ़ुना प्रभु आदर रही आमे पढ़ुना बुझी बुझी की पढ़ुना जोटे आमे बुझुना आमे नीरव रही जाउछु आत्मा को द्वारा बुझीबा में सहायता करो गोटे आकर्षण सहित पढ़िबा मन को सहायता करो प्रभातर मध्याह्न पर्यंत से माने एक स्थान ठिया शुणी पारे से आकर्षण मान को दियो प्रत्येक को बाहुल्य आशीर्वाद करो आमर आत्मिक रोग संक्रमण आत्मिक विभिन्न प्रकार समस्या प्रभु जुझा लड़ाई जिणवा वाक्य ही साहाय्य करे सत्य वाक्य को भल भाव बुझा साहाय्य कर प्रत्येक को बाहुल्य आशीर्वाद कर आप दास भाव में प्रत्येक को पिता पुत्र पवित्र आत्मा का नाम आशीर्वाद करी प्रार्थना उत्सर्ग कर प्रभु दया ग्रहण करंतु आमीन आमीन।